ସନ୍ଧ୍ୟାବେଳେ ବ୍ରହ୍ମପୁର ସହରଟା ଭାରି ଭିଡ଼ ଥିଲା। ସେଇ ଭିଡ଼ ଭିତରେ ତା ସହ ମୋର ଧକ୍କା ହୋଇଯାଇଥିଲା। ଆଉ ମୋତେ କହିଥିଲା, କିଅଣ ହୋ ତମକୁ ଦେଖାଯାଉନି ହେ? ମୁଁ ବୁଲି ପଡ଼ି ଚାହିଁଥିଲି, ଆରେ ଇଏ ତ ମିଲି ଭଳି ଦେଖାଯାଉଛି। ସେ ବି ଏତିକି କହିବା ପରେ ମୋତେ ସେମିତି ଚାହିଁ ରହିଥିଲା। ମୁଁ କହିଲି, ନାହିଁ, ଭୁଲ ହେଇଗଲା, କିନ୍ତୁ ମୋ ଚାହିଁବାରେ ଯଦି ଭୁଲ ନ ହୁଏ ତମେ ବୋଧେ ମିଲି। କହିଲା, ହଁ ସରୋଜ, ମୁଁ ମିଲି। ହେଲେ ତମେ ଏଠି? ତା ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଥିଲି, ଅଫିସ୍ କାମରେ ବ୍ରହ୍ମପୁର ଆସିଥିଲି, ଏଇ ପାଖ ହୋଟେଲରେ ଅଛି। କାଲି କାମ ସାରି ପୁଣି ଭୁବନେଶ୍ୱର ଫେରିଯିବି। ମୁଁ ପଚାରିଥିଲି, ତମେ କ'ଣ ଏଇଠି ରହୁଛ? ସେ କହିଲା, ହଁ। ନା ମଥାରେ ଥିଲା ସିନ୍ଦୁର, ନା ହାତରେ ଥିଲା ଶଙ୍ଖା। ଯେଉଁ ଶଙ୍ଖା ସିନ୍ଦୁର ପାଇଁ ମୋତେ ପର କରିଦେଇଥିଲା, ଆଜି ତାକୁ ବିନା ଶଙ୍ଖା ସିନ୍ଦୁରରେ ଦେଖି ଅନେକ ପ୍ରଶ୍ନ ମୋ ମନ ଭିତରେ ହୁଙ୍କି ମାରି ଚାଲିଥିଲା। ହେଲେ ସେହି ସବୁ ପ୍ରଶ୍ନର ଉତ୍ତର କେବଳ ତା ପାଖରେ ଥିଲା। ପଚାରିବି କି ନାହିଁ ଭାବି ଚାଲିଥିଲି। ହଠାତ୍ ତା ଡାକରେ ଚମକି ପଡ଼ିଲି। କେମିତି ଅଛ ସରୋଜ? ମୁଁ କହିଲି, ସେମିତି ଅଛି ଯେମିତି ସାରି ବିନା ଶୁଆ ରୁହେ, ଯେମିତି ମେଘ ବିନା ଆକାଶ ରୁହେ, ଯେମିତି ଲହଡ଼ି ବିନା ସମୁଦ୍ର ରୁହେ, ମୁଁ ସେମିତି ଅଛି ମିଲି। ଏକଥା ଶୁଣି ତା ଆଖିଟା ଛଳ ଛଳ ହେଇଗଲା। ଆଉ କିଛି କହିବା ଆଗରୁ ସେ କହିଲା, କାଲି ଆମ ଘରକୁ ଆସ, ସେଇଠି ବସି କଥା ହେବା। ମୁଁ କହିଲି, ଠିକ୍ ଅଛି, ନମ୍ବର ଦିଅ, କାମ ସରିଲେ କଲ୍ କରିବି, ଯଦି ସୁବିଧା ହେବ ନିଶ୍ଚିତ ଯିବି। କହିଲା, ମୋର ସେଇ ପୁରୁଣା ନମ୍ବର ଅଛି, ଖାଲି ଅନବ୍ଲକ୍ କରିଦେଉଛି। ନିଶ୍ଚିତ ଆସିବ ସରୋଜ, ମୋର ଆଣ। ମୁଁ କହିଲି, ଚେଷ୍ଟା କରିବି। ଆଉ ସେ କେମିତି ଗୋଟେ ଅସ୍ତବ୍ୟସ୍ତ ହେଇ ଚାଲିଗଲା। ମୋତେ ଆଉ ଭଲ ଲାଗିଲାନି। ସିଧା ହୋଟେଲ ରୁମ୍କୁ ଆସିଲି। ଆଉ ସେଇ ଦିନର ସ୍ମୃତି ସବୁ ମନ ଭିତରକୁ ଧସେଇ ପଶି ଆସିଲା। ଲାଇଟ୍ ବନ୍ଦ କରି ରୁମ୍କୁ ଅନ୍ଧାର କରିଦେଲି। ଆଉ ସେଇ ଅନ୍ଧାର ଭିତରେ ଭାଙ୍ଗି ଯାଇଥିବା ସେଇ ପୁରୁଣା ସ୍ୱପ୍ନକୁ ମନେ ପକାଇ ଚାଲିଲି। ମିଲି ସହ ମୋର ପ୍ରଥମ ଦେଖା ଭୁବନେଶ୍ୱରରେ ହେଇଥିଲା। ସେ ପିଜି କରୁଥିଲା, ଆଉ ମୁଁ ସଫ୍ଟୱେୟାର ଇଞ୍ଜିନିୟର ଥିଲି। ସେଦିନ ବରମୁଣ୍ଡାରେ ତା ସହ ପ୍ରଥମ ଦେଖା ହେଇଥିଲା। ବସ୍ରେ ତାଙ୍କ ଘର ଗଞ୍ଜାମ ଯିବାକୁ ଅପେକ୍ଷା କରିଥିଲା। ସମୟ ସକାଳ 10ଟା। ମୁଁ ବି ମୋ କାମରେ ଗଞ୍ଜାମ ଯାଉଥିଲି। ସେ କେମିତି କେଜାଣି ଜାଣିଲା ମୁଁ ବ୍ରହ୍ମପୁର ଯିବି। ମୋତେ ହାତ ମାରିଲା, ସାର୍, ବହୁତ ଅର୍ଜେଣ୍ଟ ଅଛି, ମୋତେ ବ୍ରହ୍ମପୁରରେ ଛାଡ଼ିଦେବେ। ହେଲେ ମୁଁ ବ୍ରହ୍ମପୁର ଯିବି ବୋଲି ଆପଣ କେମିତି ଜାଣିଲେ? ହଉ ବସନ୍ତୁ କହିଲି। ସେ ପଛ ସିଟ୍ରେ ବସି ପଡ଼ିଲା। କିଛି ସମୟ ପରେ ମୁଁ ଟିଫିନ୍ କରିବାକୁ ଗାଡ଼ି ଅଟକେଇଲି, ଆଉ ତାକୁ ଟିଫିନ୍ କରିବାକୁ ଡାକିଲି। ସେ ଆସିଲା, ଆଉ ସାଙ୍ଗ ହେଇ ଟିଫିନ୍ ବି କଲୁ। ସେ କ'ଣ ଭାବିଲା କେଜାଣି, ଟିଫିନ୍ କରି ସାରିବା ପରେ ପଛ ସିଟ୍ରେ ବସିବା ବଦଳରେ ଆଗ ସିଟ୍ରେ ବସି ପଡ଼ିଲା। ତାକୁ ତା ନାଁ ପଚାରିଲି, ସେ ମିଲି ବୋଲି କହିଲା। ଆରମ୍ଭ ହେଇଯାଇଥିଲା ଗପସପ୍। ଆରେ ବାପ୍ରେ, ଏତେ ସମୟ ଧରି ଚୁପ୍ ବସିଥିବା ଝିଅଟା ସତରେ କ'ଣ ଏତେ ଗପୁରୀ ହେଇପାରେ? ରାସ୍ତା ସାରା ଅନବରତ ଗପି ଚାଲିଲା, ଯେମିତି ଗୋଟେ ନୂଆ ରେଡ଼ିଓ ଷ୍ଟେସନ୍ ଖୋଲିଛି। ଏମିତି ଗପୁଥିଲା ଯେ ଲାଗୁଥିଲା ଯେମିତି ସବୁ FM ବି ତା ପାଖରେ ହାର ମାନିଯିବେ। ମୁଁ ତା କଥାକୁ ଶୁଣି ଚାଲିଥିଲି। ସୁନ୍ଦରୀ ଚେହେରାକୁ ଚୁଲବୁଲି କଥା ମୋ ମନକୁ କେଉଁଠି ନା କେଉଁଠି ହଟ୍ କରୁଥିଲା। ତାରି ଭିତରେ ନମ୍ବର ବି ଦିଆନିଆ ହେଇଯାଇଥିଲୁ। ମୋର 2 ଦିନ କାମ ଥିଲା, ଆଉ ଆସିଲା ବେଳେ ବି ସେ ମୋ ସହ ଆସିଲା। ଆସିଲା ବେଳେ ବି ସମାନ କଥା। ବସୁ ବସୁ ତାର ସେ ରେଡ଼ିଓ ଷ୍ଟେସନଟା ଅନ୍ କରିଦେଇଥିଲା। କେଉଁଠୁ ଏତେ କଥା ଆସୁଥିଲା କେଜାଣି, ତାରି ଭିତରେ ଅଜାଣତରେ ଆମ 2 ଜଣଙ୍କର ମନ କେଉଁଠି ନା କେଉଁଠି ମିଶି ସାରିଥିଲା। ତାକୁ ତା ହଷ୍ଟେଲରେ ଛାଡ଼ି ମୁଁ ଅଫିସ୍ ପଳେଇ ଆସିଲି, କିନ୍ତୁ ତା ବିନା ଯେମିତି ମୋତେ ଭଲ ଲାଗୁନଥିଲା। ତାରି ଭିତରେ ତାର କଲ୍ ଆସିଥିଲା, ସନ୍ଧ୍ୟାରେ ଦେଖା କରିବାକୁ କହିଲା। ମୁଁ ବି ଅଫିସର ସବୁ କାମ ସାରି ତାକୁ ଦେଖା କରିବାକୁ ବାହାରିଗଲି। ସାଙ୍ଗ ହୋଇ ଫାଷ୍ଟଫୁଡ଼୍ ଖାଇଲୁ। ଧୀରେ ଧୀରେ ସମ୍ପର୍କରେ ନିବିଡ଼ତା ବଢ଼ିଲା, ଆଉ ଅଜଣା ସମ୍ପର୍କ ଦିନେ ପ୍ରେମରେ ପରିଣତ ହୋଇଗଲା। ଆରମ୍ଭ ହୋଇଯାଇଥିଲା ପ୍ରେମର ସେ ଦ୍ୱିତୀୟ ପାହାଚ। ସାଥୀ ହେଇ ରହିବା, ଅନେକ ସମୟରେ ମୋ ରୁମ୍ରେ ରାତି କାଟିବା, ନିଃଶବ୍ଦ ରାତିରେ ସବୁ ଭୁଲି ମନ ଭିତରେ ଲାଗିଥିବା ସେଇ କାମନାର ନିଆଁକୁ ଲିଭେଇବା। ସମ୍ପର୍କ ଯେତେ ଯେତେ ଘନିଷ୍ଠ ହେଲା, ଆମ ପ୍ରେମରେ ସେତେ ସେତେ ସମସ୍ୟା ଆସିବା ଆରମ୍ଭ ହେଲା। ତାର ପିଜି ସରିଗଲା ପରେ ସେ ତାଙ୍କ ଘରକୁ ପଳେଇଗଲା, ଆଉ ଆଗ ଭଳି ସବୁଦିନ ଦେଖା ହେଇପାରୁନଥିଲା। ସେ ମୋ ସହ ରାତି କାଟିବାକୁ ସୁଯୋଗ ବି ପାଉନଥିଲା। ତାକୁ ଦେଖା କରିବାକୁ ହେଲେ ମୋତେ ବ୍ରହ୍ମପୁର ଯିବାକୁ ପଡ଼ୁଥିଲା। କିଛି ମୁହୂର୍ତ୍ତର ଦେଖା ସାକ୍ଷାତ ଭିତରେ ମୋଠୁ ଅଲଗା ହେଇ ସେ ଘରକୁ ଚାଲି ଯାଉଥିଲା। ଅଚାନକ ଦିନେ ମୋତେ କଲ୍ କଲା, ବାପା ମୋ ବାହାଘର ଠିକ୍ କରିଦେଇଛନ୍ତି, ତମେ ଆସ ସରୋଜ ପ୍ଲିଜ୍। ମୁଁ ତମ ବିଷୟରେ ସବୁ କହିଲି, ହେଲେ ଆମ ଘରେ ମନା କରୁଛନ୍ତି। ଆମ ଗଞ୍ଜାମ ଆଡ଼େ ଏଇ ପ୍ରେମ କଥା କହିଲେ ସମସ୍ତେ ରାଗନ୍ତି ସରୋଜ, କେହି ବୁଝିବାକୁ ପ୍ରସ୍ତୁତ ନୁହେଁ। କହିଲି, ବ୍ୟସ୍ତ ହୁଅନି, ମୁଁ ନିଶ୍ଚୟ ଯିବି। ତମ ଘର ଲୋକଙ୍କ ସହ କଥା ବି ହେବି। ବାପା, ମଉସା, ମାମୁଁ ସମସ୍ତଙ୍କୁ ସାଙ୍ଗରେ ନେଇ ତାଙ୍କ ଘରେ ପହଞ୍ଚିଲି। ହେଲେ ତାଙ୍କ ବାପା ସିଧା ସିଧା ମନା କରିଦେଲେ। ମୋ ଝିଅର ବାହାଘର ଠିକ୍ ହେଇସାରିଛି, ଆଉ ଏ ବିଷୟରେ କିଛି କଥା ହେବାକୁ ମୁଁ ଚାହୁଁନି। ସମସ୍ତେ ତାଙ୍କ ବାପାଙ୍କୁ ଅନେକ ବୁଝେଇବାକୁ ଚେଷ୍ଟା କଲେ, କିନ୍ତୁ କିଛି ଲାଭ ହେଲାନି। ସେ
ଶେଷରେ ସେଠୁ ନିରାଶ ହେଇ ଫେରିବାକୁ ପଡ଼ିଲା। ବରଂ ଆମ ଯିବାଟା ଆହୁରି ବେଶୀ କ୍ଷତି ହେଲା। କାଳେ ଝିଅ କିଛି ଭୁଲ କରିଦେବ ଭାବି ଜଲ୍ଦି ଜଲ୍ଦି ମିଲିର ବାହାଘର କରେଇ ଦେଇଥିଲେ। ସେଦିନ ତା ବାହାଘର ଚାଲିଥିଲା ଆଉ ମୁଁ ବାରରେ ବସି ପେକ୍ ପରେ ପେକ୍ ଗଡ଼େଇ ତା ସ୍ମୃତିକୁ ଭୁଲିବାକୁ ଚେଷ୍ଟା କରୁଥିଲି। ହେଲେ ଜାଣିନଥିଲି ନିଶା ଓହ୍ଲେଇ ଗଲା ପରେ ପୁଣି ତା ସ୍ମୃତି ସବୁ ଉଜ୍ଜୀବିତ ହୋଇଯିବ ବୋଲି। କିଛି ଦିନ ପରେ ମିଲି ମୋତେ ସବୁଥିରୁ ବ୍ଲକ୍ କରିସାରିଥିଲା। ୟାରି ଭିତରେ ବିତି ଯାଇଥିଲା 5 ବର୍ଷ। ଅନେକ ପ୍ରସ୍ତାବ ଆସିଛି ମୋ ପାଇଁ, ଅନେକ ଝିଅ ମୋ ପାଇଁ ଦେଖା ବି ହେଇଛି, କିନ୍ତୁ ସେସବୁକୁ ମୁଁ ପ୍ରତ୍ୟାଖ୍ୟାନ କରିଦେଇଛି। ଯେଉଁ ହୃଦୟ ଭିତରେ କେବଳ ମିଲିଥିଲା, ସେହି ହୃଦୟ ଭିତରେ ଆଉ କାହାକୁ ଜାଗା ଦେବାଟା ସମ୍ଭବ ନଥିଲା। ବାସ୍ 5 ବର୍ଷ ତଳର ସ୍ମୃତି ମନେ ପକାଇ ଚାଲିଥିଲି ଆଉ ତାରି ଭିତରେ ରାତି 2ଟା ହୋଇଯାଇଥିଲା। ନିଦ ଆସିନଥିଲେ ବି ଶୋଇବାକୁ ଚେଷ୍ଟା କଲି, କିନ୍ତୁ କିଛି ଲାଭ ହେଲାନି। କାରଣ ବିନା ଶଙ୍ଖା ସିନ୍ଦୁରରେ ଆଜି ମିଲିକୁ ଦେଖି ମନ ଭିତରେ ଥିବା ଅନେକ ପ୍ରଶ୍ନର ଉତ୍ତର ଖୋଜି ଚାଲିଥିଲି। ଅପେକ୍ଷା ଥିଲା ଆସନ୍ତାକାଲିକୁ, ଯେଉଁ ପ୍ରଶ୍ନର ଉତ୍ତର ମୋର ମିଲି ପାଖରୁ ଶୁଣିବାର ଥିଲା। ସକାଳୁ ଉଠି ଅଫିସର ଯେତେ କାମ ଥିଲା ଜଲ୍ଦି ଜଲ୍ଦି ସାରି ମିଲିକୁ କଲ୍ କଲି। ମିଲି ଯେଉଁ ଆଡ୍ରେସ୍ ଦେଲା ପହଞ୍ଚି ଯାଇଥିଲି। ଛୋଟ ଘର ଭିତରେ ଏକୁଟିଆ ଥିଲା। ଘର ଭିତରେ ପଡ଼ିଥିବା ସେହି ସୋଫାରେ ବସିବାକୁ କହି ଚା କରିବାକୁ କିଚେନ୍କୁ ଚାଲିଗଲା। କିଛି ସମୟ ପରେ ହାତରେ ଚା କପ୍ ଧରି ଆସିଲା। ମୋ ମନ ଭିତରେ ଉଙ୍କି ମାରୁଥିବା ସେହି ପ୍ରଶ୍ନ ତାକୁ ପଚାରିବା ପୂର୍ବରୁ ସେ କିନ୍ତୁ କହିବା ଆରମ୍ଭ କରିଦେଇଥିଲା। ମୋ ବାହାଘର ରୋହିତ ସହ ହେଲା ପରେ ତମକୁ ଗୋଟେ ମୁହୂର୍ତ୍ତ ପାଇଁ ଭୁଲି ପାରୁନଥିଲି ସରୋଜ। ସବୁବେଳେ ଗପୁଥିବା ଝିଅଟା ସବୁଦିନ ପାଇଁ ଚୁପ୍ ହୋଇଯାଇଥିଲା। କିନ୍ତୁ ରୋହିତ ମୋ ଚୁପ୍ ରହିବା ପଛର କାରଣ ଖୋଜି ଖୋଜି ଶେଷରେ ଜାଣିପାରିଲା ଆଉ ମୋ ମୋବାଇଲ ନେଇ ତମ ନମ୍ବରକୁ ବ୍ଲକ୍ କରିଦେଲା। କାହିଁକି ନା ତମେ ଯେମିତି ମୋର କେବେ ମନେ ନ ପଡ଼। କିଛି ଦିନ ଭିତରେ ମୁଁ ଧୀରେ ଧୀରେ ତାଙ୍କ ସହ ଆଡ଼ଜଷ୍ଟ କରିବାକୁ ବାଧ୍ୟ ହେଲି। 2 ବର୍ଷ ପରେ ମୁଁ ପ୍ରେଗନେଣ୍ଟ ହେଲି। ରୋହିତ ବି ବହୁତ ଖୁସି ଥିଲେ। ଆମେ କାର୍ ନେଇ ତପ୍ତପାଣି ବୁଲିବାକୁ ଯାଇ ଫେରିବା ବେଳେ ଗୋଟେ ଟ୍ରକ୍ ସହ ଆମ କାର୍ର ଆକ୍ସିଡେଣ୍ଟ ହେଲା ଆଉ ରୋହିତ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ମୁଁ ବେହୋସ ଅବସ୍ଥାରେ ହସ୍ପିଟାଲରେ ଥିଲି। ମୋର ଯେତେବେଳେ ହୋସ୍ ଆସିଲା ମୁଁ ଜାଣିବାକୁ ପାଇଲି ମୋ ଗର୍ଭଟା ନଷ୍ଟ ହୋଇଯାଇଛି। ଅପରେସନ୍ କରି ସେହି ମଲା ଛୁଆକୁ ବାହାର କରିଦିଆଯାଇଛି। ହେଲେ ମୋତେ 2ଟା କଥା ଲୁଚେଇଥିଲେ। ରୋହିତ ମରିବା କଥା ଆଉ ମୁଁ କେବେ ମା ନ ହୋଇପାରିବା କଥା। ରୋହିତ ଆଇସିୟୁରେ ଅଛନ୍ତି ବୋଲି ମୋତେ କହି ଚାଲିଥିଲେ। ଯେତେବେଳେ ମୁଁ ପୁରା ସୁସ୍ଥ ହୋଇ ଘରକୁ ଫେରିଲି ଆଉ ରୋହିତକୁ ଦେଖା କରିବାକୁ ଯିବାକୁ କହିଲି, ସେତେବେଳେ ମୋତେ ସବୁ କଥା ସତ କହିଥିଲେ। ରୋହିତ ଆଉ ଏ ଦୁନିଆରେ ନାହିଁ ଆଉ ତୁ କେବେ ମା ହୋଇପାରିବୁନି। ଏ 2ଟା କଥା ଯେତେବେଳେ ଶୁଣିଥିଲି ସ୍ତବ୍ଧ ହେଇ କିଛି ସମୟ ପାଇଁ ବସି ପଡ଼ିଥିଲି। ନିଜକୁ ସମ୍ଭାଳିବାକୁ ସାହସ ଆଉ ଧୈର୍ଯ୍ୟ ମୋ ପାଖରେ ନଥିଲା। କିଛି ଦିନ ପରେ ଶାଶୁଘର ଲୋକ ଅତ୍ୟାଚାର କରିବା ଆରମ୍ଭ କରିଦେଲେ। ମୁଁ କୁଆଡ଼େ ହୁଆଁସି କନ୍ୟା ଥିଲି, ସେଥିପାଇଁ ତାଙ୍କ ପୁଅ ମରିଗଲା। ଏତେ ସବୁ ହରେଇବାର ଯନ୍ତ୍ରଣା ଭିତରେ ଶାଶୁଘର ଲୋକଙ୍କ ଏମିତି କଥା ମୋତେ ଭାରି କଷ୍ଟ ଦେଉଥିଲା। ଦୁଃଖ, ଯନ୍ତ୍ରଣା, କଷ୍ଟ ଏମାନେ ସବୁ ମୋ ସାଥିରେ ଥିଲେ। ସୁଖ ତ ଅନେକ ଦୂରକୁ ଚାଲି ଯାଇଥିଲା। ଆମ ଘର ଲୋକ ବି ସେମିତି ମୋତେ ସପୋର୍ଟ କଲେନି। ବାଧ୍ୟ ହୋଇ ଗୋଟେ ପ୍ରାଇଭେଟ୍ ସ୍କୁଲରେ ଚାକିରି କରି ବଞ୍ଚିବାର ସେ ରାସ୍ତାକୁ ଆପଣେଇ ଆଗକୁ ବଢ଼ି ଚାଲିଛି। ଆଜି ତମକୁ ଅଚାନକ ଦେଖି ସେହି ପୁରୁଣା ସ୍ମୃତି ମନେ ପଡ଼ିଗଲା। ମୁଁ ଜାଣିପାରିଲି ମୋ ହାତରେ ଶଙ୍ଖା ଆଉ ମଥାରେ ସିନ୍ଦୁର ନଥିବା ଦେଖି ତମ ମନକୁ ଅନେକ ପ୍ରଶ୍ନ ଆସିଛି। ସେଥିପାଇଁ ସେହି ମଝି ରାସ୍ତାରେ କ'ଣ କହି ଭାବି ଘରକୁ ଡାକିଲି। ପ୍ରତାପ ଭାଇ, ମିଲି ମୋତେ ଏତିକି କଥା କହିସାରିବା ପରେ ତା ଆଖିର ଲୁହ ଯେତିକି ବହି ଚାଲିଥିଲା ମୋ ଆଖିର ଲୁହ ବି ସେତିକି ବହି ଚାଲିଥିଲା। ପ୍ରସଙ୍ଗକୁ ଅଲଗା ଆଡ଼କୁ ନେବାକୁ ମୋତେ ପଚାରିଲା, ଆଉ ତମ କଥା କୁହ। ମୁଁ କହିଲି, ମୁଁ ବି ସେମିତି ଅଛି। ଜୀବନ ବଞ୍ଚିବା ପାଇଁ କେବଳ ବଞ୍ଚିଛି। ମାନେ ତମେ ବି ବାହା ହେଇନ? ମୁଁ କହିଲି, କେବେ ସମ୍ଭବ ନୁହେଁ ମିଲି। ତମ ଛଡ଼ା ମୁଁ ଆଉ କାହାକୁ ବାହା ହେଇପାରିବି? ତମେ କେମିତି ଭାବିଲ? ପୁଣି ଥରେ ନୂଆ ଏକ ସମ୍ପର୍କ ଆରମ୍ଭ ହୋଇଯାଇଥିଲା। ଆଉ ଏ ସମ୍ପର୍କର ନାଁ ଥିଲା ବନ୍ଧୁତା। କେବଳ ବନ୍ଧୁତା। ଯେଉଁ ସମ୍ପର୍କରେ ନା କିଛି ପାଇବାର ଆଶା ଥିଲା, ନା କିଛି ହରେଇବାର ଭୟ। ଜୀବନ ସାରା ସେ ବି ଏକା ଆଉ ମୁଁ ବି ଏକା। ଖାଲି ଏ ନୂଆ ବନ୍ଧୁତାର ସମ୍ପର୍କରେ ଜୀବନ କାଟିବାକୁ ପ୍ରତିଜ୍ଞା କରି ଆଗକୁ ମାଡ଼ି ଚାଲିଲୁ। ଆପଣ କୁହନ୍ତୁ ପ୍ରତାପ ଭାଇ, ମୁଁ କ'ଣ ଭୁଲ କଲି? ଆମର ଏହି କାହାଣୀ ଆପଣ ନିଶ୍ଚୟ କରନ୍ତୁ ପ୍ରତାପ ଭାଇ। ଆଉ ଏମିତି ପ୍ରେମୀ ଯୁଗଳଙ୍କୁ ଅଲଗା କରୁଥିବା ପରିବାରକୁ ଏହି କାହାଣୀ ଶୁଣିଲେ ନିଶ୍ଚିତ ଶିକ୍ଷା ମିଳିବ ବୋଲି ମୁଁ ଭାବୁଛି। କହିଲି ନିଶ୍ଚିତ କରିବି, ହେଲେ ମୋ ମନ ଭିତରେ ବି ଅନେକ ପ୍ରଶ୍ନ ଆସିଯାଇଥିଲା। ସତରେ ମିଲି କ'ଣ ଉଆଁସି କନ୍ୟା ଥିଲା? ଯଦି ସେ ଉଆଁସି କନ୍ୟା ଥିଲା, ତେବେ ସେ ଯଦି ସରୋଜକୁ ବାହା ହେଇଥାନ୍ତା, ତେବେ ସରୋଜର ଜୀବନ କ'ଣ ଚାଲି ଯାଇଥାନ୍ତା? ମିଲି ରୋହିତକୁ ବାହା ହେଇ ପରୋକ୍ଷରେ ସରୋଜର ଜୀବନ ବଞ୍ଚେଇ ନାହିଁ ତ? ଯଦିଓ ଏସବୁ ଅନ୍ଧବିଶ୍ୱାସ ଥିଲା, ତଥାପି ମୋ ମନ ଭିତରେ ଉଙ୍କି ମାରୁଥିବା ସେ ପ୍ରଶ୍ନର ଉତ୍ତର କମେଣ୍ଟ କରି ନିଶ୍ଚୟ ଜଣାଇବେ। ଆଉ କାହାଣୀ କେମିତି ଲାଗିଲା ଜଣାଇବାକୁ ତ ଜମା ବି ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।